ପ୍ରଭାତ ପିଲାମାନେ, ଆଜି ଆମେ ତୁମ ସପ୍ତମ ଶ୍ରେଣୀ ଇତିହାସ ନଗର ବିଜ୍ଞାନ ପୁସ୍ତକର ପ୍ରଥମ ଅଧ୍ୟାୟ ନୂତନ ଶକ୍ତିର ଅଭ୍ୟୁତ୍ଥାନ ବିଷୟରେ ଆଲୋଚନା କରିବା। ଆଜିର ପ୍ରସଙ୍ଗ ରହିବ ରାଜପୁତମାନଙ୍କର ଅଭ୍ୟୁଦୟ। ଆଜିର ବିଷୟଟିକୁ ପଢ଼ି ସାରିଲା ପରେ ତୁମେମାନେ ମଧ୍ୟଯୁଗରେ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ପରିବର୍ତ୍ତନର ବିଶ୍ଳେଷଣ କରିପାରିବ। ପିଲାମାନେ, ଆଜି ଆମେ ଜାଣିବା ଅଷ୍ଟମ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ଭାରତରେ କେଉଁ ସବୁ ରାଜବଂଶର ଉତ୍ଥାନ ଘଟିଥିଲା। ବିଶେଷ କରି ଭାରତର ଉତ୍ତର ଭାଗରେ ଶକ୍ତିଶାଳୀ ରାଜବଂଶ ରୂପେ ପରିଚିତ ପ୍ରତିହାର ବଂଶ ଏବଂ ଦକ୍ଷିଣ ଭାଗରେ ଚୋଳ, ପାଣ୍ଡ୍ୟ, ହୟଶାଳ ଏବଂ ଯାଦବ ବଂଶର ଶାସକମାନେ କିପରି ଶାସନ କରୁଥିଲେ ସେ ବିଷୟରେ ଆଲୋଚନା କରିବା। ପ୍ରଥମେ ଆଲୋଚନା କରିବା ପ୍ରତିହାର ବଂଶ ବିଷୟରେ। ପ୍ରତିହାର ମାନେ ଥିଲେ ଏକ ଶକ୍ତିଶାଳୀ ରାଜପୁତ ଜାତି। ପ୍ରତିହାର ଶବ୍ଦର ଅର୍ଥ ହେଉଛି ଜଗୁଆଳି। ତୁମେମାନେ ଜାଣିଛ କି ପ୍ରତିହାର ଶବ୍ଦର ଏପରି ନାମକରଣ କାହିଁକି ହୋଇଛି? ସେତେବେଳେ ଉତ୍ତର ପଶ୍ଚିମ ଗିରିପଥ ଦେଇ ଭାରତ ମଧ୍ୟକୁ ବହୁ ବୈଦେଶିକ ଶତ୍ରୁ ପ୍ରବେଶ କରୁଥିଲେ। ଏମାନଙ୍କୁ ପ୍ରତିରୋଧ କରି ଗିରିପଥକୁ ଜଗୁଥିବାରୁ ତାଙ୍କର ଏପରି ନାମକରଣ ହୋଇଛି। ତୁମେ ଜାଣିଛ କି ପ୍ରତିହାରମାନଙ୍କୁ ଗୁଜ୍ଜର ପ୍ରତିହାର ବୋଲି ମଧ୍ୟ କୁହାଯାଏ। ଏବେ ଆସ ଜାଣିବା ଏହି ରାଜବଂଶର ରାଜାମାନଙ୍କ ବିଷୟରେ। ପ୍ରଥମେ ଆଲୋଚନା କରିବା ରାଜା ପ୍ରଥମ ମିହିର ଭୋଜଙ୍କ ବିଷୟରେ। ରାଜା ପ୍ରଥମ ମିହିର ଭୋଜ 840 ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ। ଯୁଦ୍ଧ ଏବଂ ରାଜ୍ୟଜୟ ଦ୍ୱାରା ସେ ଏକ ବିଶାଳ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ସେ 890 ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କରିଥିଲେ। ରାଜା ପ୍ରଥମ ମିହିର ଭୋଜଙ୍କ ପରେ ତାଙ୍କ ପୁତ୍ର ମହେନ୍ଦ୍ରପାଳ ରାଜା ହୋଇଥିଲେ। ମହେନ୍ଦ୍ରପାଳ 890 ଖ୍ରୀଷ୍ଟାବ୍ଦରୁ 908 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ। ରାଜା ମହେନ୍ଦ୍ରପାଳ ବଙ୍ଗ ଅଧିକାର କରି ଏହାକୁ ନିଜ ସାମ୍ରାଜ୍ୟ ସହିତ ମିଶାଇ ଦେଇଥିଲେ। ଚିତ୍ରରେ ତୁମେମାନେ ଦେଖିପାରୁଥିବ ପ୍ରତିହାରମାନଙ୍କ ରାଜ୍ୟର ଏକ ମାନଚିତ୍ର। ପ୍ରତିହାରମାନଙ୍କ ରାଜଧାନୀ ଉତ୍ତରରେ କାଶ୍ମୀର ଠାରୁ ଦକ୍ଷିଣରେ ନର୍ମଦା ନଦୀ ପର୍ଯ୍ୟନ୍ତ ଓ ପଶ୍ଚିମରେ କାଥିଆୱାଡ଼ ଠାରୁ ପୂର୍ବରେ ବିହାର ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପ୍ରତିହାରମାନେ ଏକ ବିଶାଳ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ପ୍ରତିହାରମାନଙ୍କ ରାଜଧାନୀ ଥିଲା କନୌଜ। ସେମାନେ ବିଷ୍ଣୁ ଓ ସୂର୍ଯ୍ୟଙ୍କର ଉପାସକ ଥିଲେ। ପ୍ରତିହାରମାନଙ୍କ ରାଜଦରବାରରେ ବହୁ କବି ଓ ବିଦ୍ୱାନମାନେ ସ୍ଥାନ ପାଇଥିଲେ। ସେମାନଙ୍କ ମଧ୍ୟରୁ ରାଜଶେଖର ଥିଲେ ଅନ୍ୟତମ। ସେ କାବ୍ୟମୀମାଂସା ନାମକ ପୁସ୍ତକ ରଚନା କରିଥିଲେ। ଏବେ ଆସ ଆଲୋଚନା କରିବା ଚୋଳବଂଶ ବିଷୟରେ। ଚୋଳବଂଶର ରାଜା ପ୍ରଥମ ରାଜରାଜ 958 ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ। ସେ ବିଭିନ୍ନ ରାଜ୍ୟ ଜୟ କରି ଏକ ବିଶାଳ ସାମ୍ରାଜ୍ୟ ସୃଷ୍ଟି କରିଥିଲେ। ଚୋଳମାନଙ୍କର ରାଜଧାନୀ ଥିଲା ତାଞ୍ଜୋର। ତୁମେ ଜାଣିଛ କି ଏହାକୁ ତାଞ୍ଜାଭୁର ବୋଲି ମଧ୍ୟ ନାମିତ କରାଯାଇଛି। ରାଜା ପ୍ରଥମ ରାଜରାଜ 1000 ଖ୍ରୀଷ୍ଟାବ୍ଦରେ ତାଙ୍କ ରାଜ୍ୟର ଜମି ମାପ କରାଇଥିଲେ। ପ୍ରଥମ ରାଜରାଜଙ୍କ ପରେ ତାଙ୍କ ପୁତ୍ର ରାଜେନ୍ଦ୍ର ଚୋଳ 1012 ଖ୍ରୀଷ୍ଟାବ୍ଦରେ ରାଜା ହୋଇଥିଲେ। ସେ ଜଣେ ବିଚକ୍ଷଣ ଯୋଦ୍ଧା ଥିଲେ। ସେ ନିଜର ସୁଦୃଢ଼ ନୌବାହିନୀ ସାହାଯ୍ୟରେ ସିଂହଳ ଅଧିକାର କରିଥିଲେ। ରାଜେନ୍ଦ୍ର ଚୋଳ ଦକ୍ଷିଣ ପୂର୍ବ ଏସିଆର କେତେକ ରାଜ୍ୟ ମଧ୍ୟ ଜୟ କରିଥିଲେ। ଏହିପରି ଭାବରେ ବିଭିନ୍ନ ରାଜ୍ୟ ଜୟ କରି ରାଜେନ୍ଦ୍ର ଚୋଳ ଏକ ବିଶାଳ ଚୋଳ ସାମ୍ରାଜ୍ୟ ଗଠନ କରିଥିଲେ। ଏବେ ଆସ ଦେଖିବା ଚୋଳ ବଂଶର
ରାଜାମାନଙ୍କ ଦ୍ୱାରା ହୋଇଥିବା କେତେକ ଜନମଙ୍ଗଳକାରୀ କାର୍ଯ୍ୟଗୁଡ଼ିକ ବିଷୟରେ। କୃଷିର ଉନ୍ନତି ପାଇଁ ବହୁ କେନାଲ ଓ ହ୍ରଦ ଗଠନ କରାଯାଇଥିଲା। ଚୋଳମାନଙ୍କର ରାଜ୍ୟରେ ସେମାନେ କାବେରୀ ନଦୀର ଜଳକୁ ବ୍ୟବହାର କରି କୃଷି କାର୍ଯ୍ୟର ଉନ୍ନତି ସାଧନ କରୁଥିଲେ। ଚୋଳବଂଶର ରାଜାମାନେ ଅନେକ ନଦୀବନ୍ଧ ମଧ୍ୟ ନିର୍ମାଣ କରିଥିଲେ, ଯାହା ଲୋକଙ୍କ ପାଇଁ ଜଳର ସୁଲଭତା ପାଇଁ ସାହାଯ୍ୟ କରୁଥିଲା। ଚୋଳବଂଶର ରାଜାମାନେ ଅନେକ ମୂର୍ତ୍ତି ମଧ୍ୟ ନିର୍ମାଣ କରାଇଥିଲେ। ଚିତ୍ରରେ ତୁମେ ଦେଖିପାରୁଥିବ ନଟରାଜ ମୂର୍ତ୍ତିର ଏକ ଛୋଟ ଚିତ୍ର। ଏହା ରାଜେନ୍ଦ୍ର ଚୋଳଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହା ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ ଏବଂ ମନୋରମ। ଏବେ ଦେଖିବା ଚୋଳମାନଙ୍କ ଦ୍ୱାରା ନିର୍ମିତ ମନ୍ଦିର ଗୁଡ଼ିକ ବିଷୟରେ। ଏହି ମନ୍ଦିର ଗୁଡ଼ିକ ଥିଲା ଜନବସତିର କେନ୍ଦ୍ରବିନ୍ଦୁ। ମନ୍ଦିରର ପୂଜକ, ମାଳାକାର, ପାଚକ, ବାଦ୍ୟବାଦକ, ନୃତ୍ୟ ପରିବେଷଣକାରୀମାନେ ମନ୍ଦିର ପାଖ ବସତିରେ ଅବସ୍ଥାନ କରୁଥିଲେ। ବର୍ତ୍ତମାନ ଆଲୋଚନା କରିବା ଚୋଳ ବଂଶର ଶାସନ ବ୍ୟବସ୍ଥା ବିଷୟରେ। ରାଜା ଥିଲେ କେନ୍ଦ୍ର ଶାସନର ମୁଖ୍ୟ। ତାଙ୍କୁ ଉପଦେଶ ଦେବା ପାଇଁ ଏକ ମନ୍ତ୍ରିମଣ୍ଡଳ ରହିଥିଲା। କୃଷକମାନଙ୍କୁ ନେଇ ଗଢ଼ି ଉଠିଥିବା ଗ୍ରାମକୁ ଉର୍ କୁହାଯାଉଥିଲା। କେତେ ଗୁଡ଼ିଏ ଉର୍କୁ ନେଇ ଏକ ଗ୍ରାମ ପରିଷଦ ଗଠିତ ହୋଇଥିଲା, ଯାହାର ନାମ ଥିଲା ନାଡୁ। ବେଲ୍ଲାଳ ଜାତିର ଧନୀ କୃଷକମାନେ ନାଡୁର ଶାସନକୁ ନିୟନ୍ତ୍ରଣ କରୁଥିଲେ। ପ୍ରତିହାର ଚୋଳ ରାଜାମାନେ ବ୍ରାହ୍ମଣମାନଙ୍କୁ ଜମିଦାନ କରୁଥିଲେ। ବ୍ରାହ୍ମଣମାନେ ବାସ କରୁଥିବା ଗ୍ରାମଗୁଡ଼ିକୁ ବ୍ରହ୍ମାଦେୟ କୁହାଯାଉଥିଲା। ଏହାର ଶାସନ ଭାରିୟମ୍ ନାମକ ସଭା ଦ୍ୱାରା ହେଉଥିଲା। ଏହାର ସଦସ୍ୟମାନେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟମାନ ତଦାରଖ କରୁଥିଲେ, ଯେପରି ଗ୍ରାମର ବଗିଚା, ପୋଖରୀ, ଜଳସେଚନ, ମନ୍ଦିର ଆଦିର ଉନ୍ନତିମୂଳକ କାର୍ଯ୍ୟମାନ ତଦାରଖ କରୁଥିଲେ। ତୁମେ ଜାଣିଛ କି ଏମାନଙ୍କର ନିର୍ବାଚନ କିପରି ହେଉଥିଲା? ଯେଉଁମାନେ ଭାରିୟମର ସଦସ୍ୟ ହେବା ପାଇଁ ଇଚ୍ଛୁକ ଥିଲେ, ସେମାନଙ୍କ ନାମକୁ ତାଳପତ୍ରରେ ଲେଖି ଗୋଟେ ଜାଗାରେ ଏକାଠି କରି ରଖାଯାଉଥିଲା ଏବଂ ଜଣେ ବାଳକକୁ ଡାକି ସେଥିରୁ ପତ୍ର ଉଠାଇବାକୁ କୁହାଯାଉଥିଲା। ସେ ଉଠାଇଥିବା ପତ୍ରରେ ଯାହାର ନାମ ଥିଲା, ସେମାନେ ଭାରିୟମର ସଭାର ସଦସ୍ୟ ରୂପେ ନିର୍ବାଚିତ ହେଉଥିଲେ। ଚୋଳମାନଙ୍କର ଏହି ଶାସନ ବ୍ୟବସ୍ଥା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତ୍ରୟୋଦଶ ଶତାବ୍ଦୀର ଶେଷ ଭାଗକୁ ରାଜେନ୍ଦ୍ର ଚୋଳଙ୍କର ଉତ୍ତରାଧିକାରୀମାନେ ଅତ୍ୟନ୍ତ ଦୁର୍ବଳ ହୋଇଥିଲେ। ଏହା ଫଳରେ ମୁସଲମାନମାନଙ୍କ ଆକ୍ରମଣ ଦ୍ୱାରା ଚୋଳ ରାଜ୍ୟର ପତନ ଘଟିଲା। ଆଜିର ବିଷୟରୁ ଆମେ ଯାହା ଆଲୋଚନା କରିଥିଲେ ତାହାକୁ ନେଇ କିଛି ପ୍ରଶ୍ନ ଦିଆଯାଇଛି। ତୁମେମାନେ ସଠିକ୍ ଉତ୍ତର ଦେବାକୁ ଚେଷ୍ଟା କର। ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ତୁମକୁ ଶୂନ୍ୟସ୍ଥାନ ପୂରଣ କରିବାକୁ ହେବ। ପ୍ରଶ୍ନ ଗୁଡ଼ିକ ଏପରି ରହିଛି। ପ୍ରତିହାର ଶବ୍ଦର ଅର୍ଥ କ'ଣ? ଯାହାର 4ଟି ବିକଳ୍ପ ରହିଛି। ସୈନିକ, ରାଜା, ଜଗୁଆଳି, ମନ୍ତ୍ରୀ। ସେହିପରି ଦ୍ୱିତୀୟ ପ୍ରଶ୍ନରେ ମହେନ୍ଦ୍ରପାଳ କେଉଁ ବଂଶର ରାଜା ଥିଲେ? ବିକଳ୍ପ ଗୁଡ଼ିକ ହେଉଛି ପାଳ, ପ୍ରତିହାର, ପାଣ୍ଡ୍ୟ ଏବଂ ଚୋଳ। ତୃତୀୟ ପ୍ରଶ୍ନଟି ରହିଛି ଚୋଳମାନଙ୍କର ରାଜଧାନୀ ଡେକ୍ସ ଥିଲା। ବିକଳ୍ପ ଗୁଡ଼ିକ ହେଉଛି ତାଞ୍ଜୋର, କନୌଜ, ମଦୁରା ଏବଂ ଦ୍ୱାର ସମୁଦ୍ର। ଏବେ କୁହ ପ୍ରଥମ ପ୍ରଶ୍ନର ସଠିକ୍ ଉତ୍ତରଟି କ'ଣ? ପ୍ରତିହାର ଶବ୍ଦର ଅର୍ଥ ହେଉଛି ଜଗୁଆଳି। ଆଉ ଥରେ କୁହ, ପ୍ରତିହାର ଶବ୍ଦର ଅର୍ଥ ହେଉଛି ଜଗୁଆଳି। ସେହିପରି ଦ୍ୱିତୀୟ ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ପାଳ। ମହେନ୍ଦ୍ରପାଳ କେଉଁ ବଂଶର ରାଜା ଥିଲେ? ମହେନ୍ଦ୍ରପାଳ ପାଳ ବଂଶର ରାଜା ଥିଲେ। ଏବେ କୁହ ଚୋଳମାନଙ୍କର ରାଜଧାନୀ କ'ଣ ଥିଲା? ଚୋଳମାନଙ୍କର ରାଜଧାନୀ ତାଞ୍ଜୋର ଥିଲା। ତୁମେ କହିପାରିବ କି ତାଞ୍ଜୋରକୁ ଆଉ କେଉଁ ନାମରେ ମଧ୍ୟ କୁହାଯାଏ? ତାହାର ଅନ୍ୟ ନାମ ହେଉଛି ତାଞ୍ଜାଭୁର। ସାବାସ୍, ସମସ୍ତେ ସଠିକ୍ ଉତ୍ତର ଦେଇଛ। ଏବେ ଆଉ ତୁମ ପାଇଁ ଆଉ ଏକ କାର୍ଯ୍ୟ ରହିଛି।
କ ସ୍ତମ୍ଭର ଖ୍ରୀଷ୍ଟାବ୍ଦ ସହିତ ଖ ସ୍ତମ୍ଭର ଘଟଣାଗୁଡ଼ିକୁ ସଠିକ ଭାବରେ ଯୋଡ଼ିବାକୁ ହେବ। କ ସ୍ତମ୍ଭରେ ଖ୍ରୀଷ୍ଟାବ୍ଦ ଗୁଡ଼ିକ ରହିଛି ଏବଂ ଖ ସ୍ତମ୍ଭରେ ବିଭିନ୍ନ ଘଟଣାଗୁଡ଼ିକ। ପ୍ରଥମ ରହିଛି 840 ଖ୍ରୀଷ୍ଟାବ୍ଦ, 890 ଖ୍ରୀଷ୍ଟାବ୍ଦ, 985 ଖ୍ରୀଷ୍ଟାବ୍ଦ ଏବଂ 1000 ଖ୍ରୀଷ୍ଟାବ୍ଦ। ଖ ସ୍ତମ୍ଭରେ ବିଭିନ୍ନ ଘଟଣାଗୁଡ଼ିକ ଦିଆଯାଇଛି। ଏବେ କୁହ 840 ଖ୍ରୀଷ୍ଟାବ୍ଦରେ କ'ଣ ହୋଇଥିଲା? 840 ଖ୍ରୀଷ୍ଟାବ୍ଦରେ ପ୍ରଥମ ମିହିର ଭୋଜ ସିଂହାସନ ଆରୋହଣ କରିଥିଲେ। ସେହିପରି 890 ଖ୍ରୀଷ୍ଟାବ୍ଦରେ କେଉଁ ଘଟଣାଟି ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ମହେନ୍ଦ୍ରପାଳଙ୍କ ସିଂହାସନ ଆରୋହଣ। ଏବେ ରହିଛି 985 ଖ୍ରୀଷ୍ଟାବ୍ଦ। ଏହି ଖ୍ରୀଷ୍ଟାବ୍ଦରେ ରାଜା ପ୍ରଥମ ରାଜରାଜ ସିଂହାସନ ଆରୋହଣ କରିଥିଲେ। ସବା ଶେଷରେ 1000 ଖ୍ରୀଷ୍ଟାବ୍ଦରେ କେଉଁ ଘଟଣାଟି ହୋଇଥିଲା? 1000 ଖ୍ରୀଷ୍ଟାବ୍ଦରେ ପ୍ରଥମ ରାଜରାଜଙ୍କ ଦ୍ୱାରା ଜମି ମାପ କାର୍ଯ୍ୟ ସମାପ୍ତ ହୋଇଥିଲା। ସମସ୍ତେ ସଠିକ ପ୍ରଶ୍ନର ଉତ୍ତର ଦେଇଛ। ଏବେ ପିଲାମାନେ ତୁମମାନଙ୍କ ପାଇଁ ଏକ ଗୃହ କାର୍ଯ୍ୟ ରହିଛି। ବର୍ତ୍ତମାନର ଶାସନ ବ୍ୟବସ୍ଥା ସହିତ ଚୋଳମାନଙ୍କର ଶାସନ ବ୍ୟବସ୍ଥାର ଏକ ତୁଳନାତ୍ମକ ବିବରଣୀ ଲେଖି ଆଣିବ। ପ୍ରଶ୍ନଟିକୁ ଆଉଥରେ ଭଲ ଭାବରେ ଦେଖ। ବର୍ତ୍ତମାନର ଶାସନ ବ୍ୟବସ୍ଥା ସହିତ ଚୋଳମାନଙ୍କର ଶାସନ ବ୍ୟବସ୍ଥାର ଏକ ତୁଳନାତ୍ମକ ବିବରଣୀ ଲେଖି ଆଣିବ। ଏବେ ପିଲାମାନେ କୁହ, ଆଜି ଆମେ କ'ଣ ସବୁ ଆଲୋଚନା କଲା? ପ୍ରଥମରେ ପ୍ରତିହାର ବଂଶର ରାଜା ଏବଂ ସେମାନଙ୍କର ରାଜ୍ୟ ଶାସନ ଏବଂ ରାଜ୍ୟ ଜୟ ବିଷୟରେ ଆଲୋଚନା କଲେ ଏବଂ ଦ୍ୱିତୀୟରେ ଚୋଳ ବଂଶର ରାଜାମାନଙ୍କର ରାଜ୍ୟ ଶାସନ ବ୍ୟବସ୍ଥା ଏବଂ ରାଜ୍ୟ ଜୟ ଗୁଡ଼ିକ ଆମେ ଆଲୋଚନା କଲେ। ଆଶା କରୁଛି ଆଜିର ଆଲୋଚନାରୁ ତୁମେମାନେ ଅନେକ ଗୁଡ଼ିଏ ତଥ୍ୟ ହାସଲ କରିଥିବ। ଆଜିର ବିଷୟଟିକୁ ଏହିଠି ସମାପ୍ତ କରିବା।